ମୁଁ ଏଇଟା ବିଜେପି ଦଳର ଆଭ୍ୟନ୍ତରୀଣ ବ୍ୟାପାର ସେ ବିଷୟରେ ମୁଁ କହିପାରିବିନି, କିନ୍ତୁ ଜଣେ ସାଧାରଣ ଲୋକ ହିସାବରେ ଗୁଡ଼ାଏ ପ୍ରଶ୍ନ ମନ ଭିତରେ ଆସୁଛି ଯେ 1.5 ବର୍ଷ ଭିତରେ ପୁରା ଗଭର୍ଣ୍ଣରକୁ କାହିଁକି ଚେଞ୍ଜ କରିଦେଲେ? ବଦଳି ପାରିଥାନ୍ତେ, ବଦଳି ନ ପାରିକି ଚେଞ୍ଜ କରିଦେଲେ। ତେଣୁ କିଛି ବ୍ୟାପାର ଥାଇପାରେ ତା ଭିତରେ। ସେ ବ୍ୟାପାରଟି ଭଲ କି ଖରାପ ସେ ବିଷୟରେ କିଛି ମତ ବ୍ୟକ୍ତ ମୁଁ କରିବାକୁ ଚାହେଁ ନାହିଁ, କିନ୍ତୁ ମୋର ମନେ ହୁଏ ଯାହା ଆପଣ କହିଲେ ଯେ ଇଣ୍ଟରଫିୟରେନ୍ସ ହେଉଥିଲା ବୋଲି ଆପଣ କହୁଛନ୍ତି, ସେ ବିଷୟରେ ମୋର କିଛି ନଲେଜ ନାହିଁ। କିନ୍ତୁ ଓପନଲି ଯେଉଁଟା ସାଧାରଣ ଭାବରେ ଆଲୋଚନା ହେଇଛି ଓଡ଼ିଶାରେ, ତାଙ୍କ ପୁଅ ଆସି ଦୁର୍ବ୍ୟବହାର କରିଥିଲେ ପୋଲିସକୁ, ସେ ଗୋଟେ କାରଣ ହେଇପାରେ ବୋଲି କିଛି ଲୋକ ଯେଉଁମାନେ ତାଙ୍କର ବିରୋଧୀ କି ତାଙ୍କୁ ଚାହୁଁନଥିଲେ ସେମିତି ଚିନ୍ତା କରିପାରନ୍ତି। ମୁଁ ସେମିତି ଚିନ୍ତା କରିନାହିଁ, କାରଣ ବିଭିନ୍ନ ସ୍ଥାନରେ ଭାରତବର୍ଷର ବିଭିନ୍ନ ରାଜ୍ୟରେ ମୁଁ ଦେଖୁଛି ଗଭର୍ଣ୍ଣର ମୁଖ୍ୟମନ୍ତ୍ରୀମାନଙ୍କ ପଡ଼ୁନାହିଁ। ଇଏ କେନ୍ଦ୍ର ସରକାର ସେ ଗଭର୍ଣ୍ଣରମାନଙ୍କୁ ସପୋର୍ଟ କରି ସେ ରାଜ୍ୟ ସରକାରଙ୍କୁ ବହୁତ ପ୍ରକାର ହଇରାଣ କରୁଛି। ସେ କ୍ଷେତ୍ରରେ ତ ବଦଳି କରୁନାହାନ୍ତି। ତେଣୁ ଏଠୁ କାହିଁ ବଦଳି କଲେ? ବଦଳି କରିବା ଥିଲା ବହୁ ଆଗରୁ ବି ବଦଳି କରିପାରିଥାନ୍ତେ, ତା ବି ତ କଲେନି, ଏବେ କରୁଛନ୍ତି। ସେଇଟା ଗୋଟେ କାରଣ ହେଇଥାଇପାରେ, ଆପଣମାନଙ୍କର ସନ୍ଦେହ ଠିକ୍ ହେଇଥାଇପାରେ। ଦ୍ୱିତୀୟ କାରଣ ହେଉଛି ଯେ ବହୁତ ଚେଷ୍ଟା ଫଳରେ ବିଭିନ୍ନ ରାଜ୍ୟରେ ବିଜେପି ବାଲା ଜିତିଲେ, କିନ୍ତୁ ଆପ୍ରାଣ ଉଦ୍ୟମ କରି ଝାଡ଼ଖଣ୍ଡରେ ହାରିଲେ। ଯେହେତୁ ହାରିଲେ, ଆଙ୍କର 5-6 ବର୍ଷ ଥର MLA ହେବାର ଅଭିଜ୍ଞତା ଅଛି, ମୁଖ୍ୟମନ୍ତ୍ରୀ ହେବାର ଅଭିଜ୍ଞତା ଅଛି। ତାଙ୍କ ସଂଗଠନ ପାଇଁ ନେଇଛନ୍ତି କି, କିମ୍ବା ତାଙ୍କୁ କେନ୍ଦ୍ରକୁ ନେଇକି ପୁଣି ଝାଡ଼ଖଣ୍ଡରେ କେମିତି ବିଜେପି ସଂଗଠନ ମଜବୁତ କରିବେ ସେହିପରି ଭାବରେ କିଛି ଚିନ୍ତାଧାରା ଅଛି କି? ଖାଲି ଯେ ଇଏ ପାଇଁ ନେଇଯାଇଛନ୍ତି, ସେ ଯେଉଁ ପୁଲିସ ଗଣ୍ଡଗୋଳ ହେଲା ସେଇଟା ମୁଁ ପୂର୍ଣ୍ଣ ଭାବରେ ବିଶ୍ୱାସ। ସେମିତି ହେଲେ ତ ବିଭିନ୍ନ ଜାଗାରେ ସେମାନେ ଗଭର୍ଣ୍ଣର ବଦଳି କରିପାରନ୍ତେ, ତା ତ କେବେ କରିନାହାନ୍ତି। ଆପଣ ୱେଷ୍ଟବେଙ୍ଗଲ କଥା କୁହନ୍ତୁ, ଦିଲ୍ଲୀ କଥା କୁହନ୍ତୁ, ଯେଉଁ କଥା କୁହନ୍ତୁ, ସେଠି ତ ଗଭର୍ଣ୍ଣର ବଦଳି କରୁନାହାନ୍ତି। ଏଇଠି ଖାଲି କନେଷ୍ଟବଳ ସାଙ୍ଗରେ ଗଣ୍ଡଗୋଳ ବଦଳି କରିଦେଲେ, ଏଇଟା ବିଶ୍ୱାସ କରିବା କଥା ନୁହେଁ। ସର୍ବାଶେଷରେ ବୋଧେ ତାଙ୍କର କିଛି ଗୋଟେ ସଦ୍ବୁଦ୍ଧି ଅଛି। ଆଜି ଦୁନିଆ ଭୁବନେଶ୍ୱର ଟାଉନରେ ମୁଁ ଦେଖେଇଲି ସବୁଆଡ଼େ ସାଇନ୍ ବୋର୍ଡ଼ ମରାହେଇଛି, ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ମରାହେଇଛି। 25 ତାରିଖ ଦିନ ସୁଶାସନ ଦିବସ। ସୁଶାସନ କରିବା ପାଇଁ ବୋଧେ ଚିନ୍ତା କରୁଥିବେ। ଏବେ ପର୍ଯ୍ୟନ୍ତ ସୁଶାସନ ମିଳିନାହିଁ, ତେଣୁ ସୁଶାସନ କରିବା ପାଇଁ ମଧ୍ୟ ଚିନ୍ତା କରୁଥିବେ। ଏଇ 3ଟି ଜିନିଷ ମୋ ମନ ଭିତରକୁ ଆସୁଛି। ୟା ଭିତରୁ କେଉଁଟା ଠିକ୍ କେଉଁଟା ଭୁଲ ମୁଁ କହିପାରିବି। ତାଙ୍କର ଗଡ଼ୁନଥିଲା ସରକାରଙ୍କ ସହିତ, ସେ ଜିଦି ଧରିଲେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଧେୟକ ଯେଉଁଟା ବିଧାନସଭାରେ ଆସିଥାନ୍ତା ସରକାର ପ୍ଲେ କରିଦେଇଥିଲେ, ହାଉସ୍ରେ ପ୍ଲେ କରିଦେଇଥିଲେ, କିନ୍ତୁ ସେଥିରେ ସେ ଏହିପରି ଦୃଷ୍ଟାନ୍ତ ବିଭିନ୍ନ ରାଜ୍ୟରେ ଅଛି। ସେଠି ତ ବଦଳା ହେଇନି, କିନ୍ତୁ ୟାକୁ 1.5 ବର୍ଷ ଭିତରେ ବଦଳି କରିଦେଲେ ନା, ତାଙ୍କୁ ଟ୍ରାନ୍ସଫର କରିଦେଇ ପାରିଥାନ୍ତେ। ଟ୍ରାନ୍ସଫର କରିନାହାନ୍ତି, 1.5 ବର୍ଷ ଭିତରେ ବଦଳି କରିଦେଇଛନ୍ତି। ହୁଏତ କିଛି ସେଇ ରକମ କାରଣ ବର୍ତ୍ତମାନ ଆପଣ ଭାବୁଛନ୍ତି ବିଦା କରିଦେଲେ, କାଲି କ'ଣ ହେବ କିଏ ଜାଣିଛି? ତାଙ୍କୁ ହୁଏତ ଝାଡ଼ଖଣ୍ଡର ସଂଗଠନ ଦାୟିତ୍ୱ ଦେଇପାରନ୍ତି, ତାଙ୍କୁ ଦିଲ୍ଲୀକି ନେଇଯାଇପାରନ୍ତି, ସେ କଥା କିଏ କହିବ? ତେଣୁ ମୁଁ ସେ ବିଷୟରେ କହୁନି। ତେବେ ଗୋଟେ ଏକପାଖିଆ ଗୋଟେ କହିଦେବାଟା ଠିକ୍ ନୁହଁ। ଯେହେତୁ ବିଭିନ୍ନ ରାଜ୍ୟରେ ନାନାଦି ପ୍ରକାର ଆଲିଗେସନ୍ ଗଭର୍ଣ୍ଣରମାନଙ୍କର ଥିଲେ ସୁଦ୍ଧା ବଦଳା ଯାଇନାହିଁ, କିନ୍ତୁ ଆମ ଓଡ଼ିଶାର ଗଭର୍ଣ୍ଣରଙ୍କୁ 1.5 ବର୍ଷ ଭିତରେ ବଦଳି କରିଦେଲେ ୟା ଭିତରେ ସୁଶାସନ ପାଇଁ କରିଥାଇପାରନ୍ତି, କିମ୍ବା ତାଙ୍କର ସଂଗଠନକୁ ଝାଡ଼ଖଣ୍ଡରେ ମଜବୁତ କରିବା ପାଇଁ ନେଇଥାଇପାରନ୍ତି। ଏମିତି ବିଭିନ୍ନ କାରଣ ଥାଇପାରେ। ସାର୍ କ୍ୱେଶ୍ଚିନ୍ ହେଉଛି, ଏ ଯେଉଁ ରାଜ୍ୟପାଳଙ୍କର ଭୂମିକା, ଯେତେବେଳେ ଆପଣ ତ ବରିଷ୍ଠ ନେତା, ଅନେକ ରାଜ୍ୟପାଳଙ୍କୁ ଆପଣ ଦେଖିଛନ୍ତି, କିନ୍ତୁ ଇଏ ରାଜ୍ୟପାଳଙ୍କର କାର୍ଯ୍ୟକଳାପକୁ ଆପଣ କିଭଳି ଦେଖୁଛନ୍ତି? ଅନେକ ରାଜ୍ୟପାଳଙ୍କୁ ଓଡ଼ିଶାରେ ଦେଖିଛନ୍ତି, ଚନ୍ଦ୍ରକାନ୍ତ ଭଣ୍ଡାରୀ, ରାମେଶ୍ୱର ଠାକୁର। ୟାଙ୍କଠୁ ବହୁତ ଭଲ ରାଜ୍ୟପାଳ ବି ଓଡ଼ିଶାକୁ ଆସିଛନ୍ତି, ଆଙ୍କଠୁ ବହୁତ ଖରାପ ରାଜ୍ୟପାଳ ବି ଓଡ଼ିଶାକୁ ଆସିଛନ୍ତି। ଏ ରାଜ୍ୟପାଳଙ୍କର ଭୂମିକା କ'ଣ? ଏ ରାଜ୍ୟପାଳଙ୍କର ଭୂମିକା ଯେ ବିଶେଷ ଖରାପ ମୁଁ କହିବାଟା ଠିକ୍ ହେବ ନାହିଁ। ତେବେ ୟାଙ୍କଠୁ ଆହୁରି ଖରାପ ରାଜ୍ୟପାଳ ବି ବିଭିନ୍ନ ରାଜ୍ୟରେ ଅଛନ୍ତି।
ଆଗରୁ ଭଲ ରାଜ୍ୟପାଳ ବି ବିଭିନ୍ନ ରାଜ୍ୟରେ ଅଛନ୍ତି। ତେଣୁ ଗୋଟେ ବ୍ୟକ୍ତି ବିଶେଷକୁ ଆକ୍ଷେପ କରି କହିବା ଗଲା ପରେ ଠିକ୍ ନୁହେଁ। ଯଦି ସେ ଥିଲାବେଳେ ପଚାରିଥାନ୍ତେ ତା ସଠିକ୍ ଉତ୍ତର ମୁଁ ଦେଇଥାନ୍ତି। ଏଠି ବ୍ୟକ୍ତି ବିଶେଷ ନୁହଁ, ଏଇ ଯେଉଁ କାର୍ଯ୍ୟକଳାପଟା, ଏଇ ଯେଉଁ ତାଙ୍କର ଯେଉଁ ବିଭିନ୍ନ ପ୍ରକାର ପ୍ରସଙ୍ଗର ହସ୍ତକ୍ଷେପ କଥା ହଉ, ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ କଥା, ପୁଅ ମାଡ଼ ମାରିବା ଘଟଣା, ରାଜ୍ୟପାଳ ପଲିଟିକାଲ ପଦ ଭୁଲି ଗୋଟେ ରାଜନୈତିକ, ୟାଠୁ ଆହୁରି ଜଘନ୍ୟ ଘଟଣା କ'ଣ ବିଭିନ୍ନ ରାଜ୍ୟରେ ହେଇନି? ଆମେ ଓଡ଼ିଶା ପରିପ୍ରେକ୍ଷୀରେ ଆପଣଙ୍କୁ ପଚାରୁଛୁ। ଓଡ଼ିଶା ପରିପ୍ରେକ୍ଷୀରେ ହଁ। ନାଇଁ, ଗଭର୍ଣ୍ଣରଙ୍କ ପୁଅ ପୁଲିସ ବାଲାଙ୍କୁ ମାରିବା এটা ନିଶ୍ଚିତ ଭାବରେ ତ ଦୁଃଖଦାୟକ ଘଟଣା। এটা ଦୁଃଖଦାୟକ ଘଟଣା। ତୁରନ୍ତ ସେ ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଥିଲା, କିନ୍ତୁ ବିଳମ୍ବ ହେଇଛି। କିନ୍ତୁ ଓଡ଼ିଆ अस्मिता କଥା କୁହାଗଲା, କିନ୍ତୁ ଓଡ଼ିଆ ପୁଅ ମାଡ଼ ଖାଇଲା। ଓଡ଼ିଆ अस्मिता କଥା କୁହାଗଲା ରାଜ୍ୟରେ, କିନ୍ତୁ ଓଡ଼ିଆ ପୁଅ ମାଡ଼ ଖାଇଲା। ସିଏ ତ ଗୋଟେ ଓଡ଼ିଆ अस्मिता କଥା କହିବା ଗୋଟେ ବାହାନା, ହଁ, ରାଜନୈତିକ ବାହାନା। ଗୋଟେ ନିର୍ବାଚନ ବେଳେ କିଛି ନା କିଛି ଇସ୍ୟୁ ତ ପ୍ରତ୍ୟେକ ରାଜନୈତିକ ଦଳ ଉଠେଇବେ, ତା ଦେହରେ ଓଡ଼ିଆ अस्मिता କଥାଟା ଉଠିଛି। ଓଡ଼ିଆ अस्मिता କେତେ ଦୂର ରକ୍ଷା କରାଯାଉଛି? ଏବେ ସବୁ ଅଫିସର ଓଡ଼ିଆରେ ଫାଇଲରେ ଦସ୍ତଖତ କରୁଛନ୍ତି, ଲେଖୁଛନ୍ତି? କୁହନ୍ତୁ, ଓଡ଼ିଆ अस्मिता କଥା କହୁଛନ୍ତି ପରା। ତାହେଲେ ଓଡ଼ିଶାରେ ମୁଁ ଯେତେବେଳେ ମନ୍ତ୍ରୀ ଥିଲି 3 ଥର ମୋ ଫାଇଲ କି ଜାନକୀବଲ୍ଲଭ ପଟ୍ଟନାୟକ ଫେରି ଦେଇଥିଲେ ଯେ ମୁଁ ଇଂଲିଶରେ ଲେଖିଥିଲି ବୋଲି। ଆଜିକାଲି ସବୁ ମନ୍ତ୍ରୀମାନେ ସବୁ ଓଡ଼ିଆରେ ଲେଖୁଛନ୍ତି ନା ଇଂଲିଶରେ ଲେଖୁଛନ୍ତି? ଆଗେ ଆମ ଭାଷାଠୁ ଆରମ୍ଭ କରିବା ଓଡ଼ିଶାର अस्मिता କଥା। ଆପଣଙ୍କୁ କ'ଣ ଲାଗୁଛି, ମାନେ ମୋଟାମୋଟି ଭାବରେ ଆପଣ କ'ଣ ଅନୁମାନ କରୁଛନ୍ତି କେଉଁ କାରଣ ପାଇଁ 1.5 ବର୍ଷ ଭିତରେ ଆମକୁ ଇସ୍ତଫା ଦେବା? ମୁଁ ଏ 3ଟା କାରଣ ଭାବୁଛି। ହୁଏତ ଆପଣମାନଙ୍କର ସନ୍ଦେହ ଠିକ୍ ହେଇପାରେ, ହଁ, ଠିକ୍ ହେଇପାରେ ଯେ ଯେଉଁ 1.5 ବର୍ଷ ଏ ଯେଉଁ 6 ମାସ ତଳେ ଯେଉଁ ଘଟଣା ଘଟିଥିଲା ସିଏ ଗୋଟେ କାରଣ ହେଇପାରେ। ତା ସହିତ ସରକାରଙ୍କ ସହିତ ଆପଣଙ୍କୁ ମେଳ ଖାଉନଥିଲା ସେ ବିଷୟରେ ମୋର କୌଣସି ଧାରଣା ନାହିଁ, ସିଏ ଗୋଟେ କାରଣ ହେଇପାରେ। ଦ୍ୱିତୀୟ କାରଣ ହେଇପାରେ ଯେ ଝାଡ଼ଖଣ୍ଡର ସଂଗଠନକୁ ମଜବୁତ କରିବା ପାଇଁ ତାଙ୍କର ଯଥେଷ୍ଟ ଅଭିଜ୍ଞତା ଅଛି, ସେଥିପାଇଁ ତାଙ୍କୁ ନେଇଥାଇ ପାରନ୍ତି। ପରବର୍ତ୍ତୀ ସମୟରେ ଦିଲ୍ଲୀକି ବି ନେଇପାରନ୍ତି। ଚତୁର୍ଥ ହେଲା, ତୃତୀୟ ହେଲା ଆଜି ବାଟରେ ଯେଉଁ ସାଇନ୍ ବୋର୍ଡ଼ ଦେଖିଲି ସୁଶାସନ ପାଇଁ, ଏ ସୁଶାସନ ବୋଧେ ଅନୁଚିନ୍ତା ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଆସିଛି, ସେଇଥିପାଇଁ କରିପାରନ୍ତି।